गुरवे नमः। शयनं पद्मनाभं सुरेशं विश्वाधारं गगनसदृशं मेघवर्णं शशाङ्कं लक्ष्मीकान्तं कमलनयनं योगीन्द्रनाथं वन्दे विष्णुं भवभयहरं सर्वलोकैकनाथं परमसुखदं केवलं ज्ञाननिधिं वन्दामि परमसुखं एवं नित्यं विमलवचनं सर्वाणि साक्षिभूतं अवातीतं गुणातीतं सर्वं नमामि। ब्रह्माण्डं व्याप्तं येन चराचरं तत्त्वं दर्शितं येन तस्मै श्रीगुरवे नमः। गुरु प्रेम
अन्धस्य ज्ञानाञ्जनशलाकया चक्षुरुन्मीलितं येन तस्मै श्रीगुरवे सारमहासमुद्रे समविहुभद्रासुदेव अनन्तरूपेण विजयस्व अनन्तरूपाय कृपाय पवित्र नासाघाई अंचल मणिकुंडा ग्रामस्थ श्री अनंत बलिया सेवा संघ विभिन्न स्थान विभिन्न ग्राम सांझ सत्संग सांझ प्रार्थना संध्यारे आम प्रार्थना करवा सत्संग बाणी विपद शुणा जाहू आम काली गतकाली सन्ध्यार कटू आज संध्या कटुची अनेक संध्या केतोटी संध्या आम जीवन में काटू से कथा आम जानू कारण से विश्व निरंता विश्व चिंतामणि सी ही जानती ये जगत को सी पठे पठेबार कारण रखी केते दिन हाथ गड़ा कुंडई ये मनीष पशुपक्षी से समस्त से कथा माने कहनी हाथ गड़ा ये मनीष कुंडई से केते दिन पर्यंत केउठी केतेबेले किपरि भाव में नचेबे सीधा केवल से ही गीत आम बोलू मई हाथे गढ़ा संसार रहा कौन कौन करवा
କେଉଁଦିନ ଏ ସଂସାର ରୂପକ ରଙ୍ଗମଞ୍ଚରେ ଆମର ଅଭିନୟ ଶେଷ ହବ ସେ କଥା ସିଏ ହିଁ ଜାଣେ। କିନ୍ତୁ ସେ ଆମକୁ ସୁଯୋଗ ଦେଇଛନ୍ତି 5 ଥର ଆମେ ଅନ୍ତତଃ ଗୋଟିଏ ଦିନ ଭିତରେ 5 ଥର ନିଜକୁ ସମୀକ୍ଷା କରିବା ବା ନିଜକୁ ସ୍ମରଣ କରିବା। ଗୋଟିଏ ବିଛଣା ତ୍ୟାଗ, ଉଠିଲ ଗୁରୁ ମନ୍ତ୍ର ସ୍ମରଣ କରି ନମସ୍କାର ଟିକେ କର, ତାପରେ ନିତ୍ୟକର୍ମ ସମ୍ପାଦନ ହେଇଗଲା। ଦୁଇରେ ଯେତେବେଳେ ତୁମେ ସ୍ନାନ ଶୌଚାଦି କାର୍ଯ୍ୟ ସମ୍ପନ୍ନ କରିବ ସେତେବେଳେ ମଧ୍ୟ ସେଇ ସ୍ନାନ ବେଳେ ତୁମେ ଇଷ୍ଟ ମନ୍ତ୍ର ସ୍ମରଣ କରିପାରିବ, ଗଙ୍ଗାଙ୍କୁ ନମସ୍କାର କରିପାରିବ, ଗଙ୍ଗା ମାତାଙ୍କୁ ଏବଂ ସୂର୍ଯ୍ୟଙ୍କୁ ନମସ୍କାର। ଏ ହେଉଛି ଦ୍ୱିତୀୟ ସନ୍ଧ୍ୟା। ସେଠି ହାରମୋନିୟମ ନଥିବ, ମୃଦଙ୍ଗ ନଥିବ, ଗିନି ଝାଞ୍ଜ କିଛି ନଥିବ, କେବଳ ମନ ଭିତରେ ସ୍ମରଣ। ତୃତୀୟଟି ମଧ୍ୟାହ୍ନ ହେଲା, ଶାଗ ଭାତ ଆମେ ଖାଇବା କି ଡାଲି ଭାତ ଖାଇବା, ଯୋଉଟା ଖାଇବା ସେତିକି ବେଳେ ତାକୁ ସମର୍ପଣ କରି ମନ ଭିତରେ ସମର୍ପଣ କରି ଆମେ ସେ ଖାଦ୍ୟକୁ ଗ୍ରହଣ କରିବା। ଯୋଉଠି ଖାଉ, ସେ ହୋଟେଲରେ ଖାଉ କି ରେଷ୍ଟୁରାଣ୍ଟରେ ଖାଉ, ଯୋଉଠି ଖାଉ, କିଛି ମନ୍ତ୍ର ଆମେ ପଢୁଛେ କି ସ୍ମରଣ କରୁଛେ ଏ କଥା କାହାକୁ ନ କହି ମନ ମଧ୍ୟରେ ଯଦି ପୂଜିବ ଠାକୁର ଜାଣିବେ ନାହିଁ କି ତମେ ତମ ଠାକୁରଙ୍କୁ ଇଷ୍ଟଙ୍କୁ କେମିତି ପୂଜା କରୁଛ, କେତେବେଳେ ପୂଜା କରୁଛ ସେଇଟା କେହି ଜାଣିବା। ପଞ୍ଚସଖା ଯୁଗର ଯଶୋବନ୍ତ ଦାସ, ପଞ୍ଚସଖା ଯୁଗର ଯୋଉ ଯଶୋବନ୍ତ ଦାସ, ଅଚ୍ୟୁତ, ଶିଶୁ ଅନନ୍ତ, ଯଶୋବନ୍ତ, ବଳରାମ, ଜଗନ୍ନାଥ, ତାଙ୍କ ସ୍ତ୍ରୀ କହିଲେ ମୁଁ ଟିକେ ଶୁଖୁଆ ଖାଏ। ସେ କାଳିଆ ପାଟ ଆମ ଏଇ ଜଗତସିଂହପୁର ଜିଲ୍ଲାର ଏଇ ପାଖାପାଖି କଥା, କାଳିଆ ପାଟ କୈବର୍ତ୍ତମାନ କୈବର୍ତ୍ତ ଶିଷ୍ୟମାନଙ୍କୁ କହିଲେ ମା ଚାହୁଁଛନ୍ତି ଟିକେ ଶୁଖୁଆ ଖାଇବେ, ଶୁଖୁଆ ଟିକେ ଶୁଖୁଆ ଆଣିବେ। ଘରେ ରୋଷେଇ ହେଲା, ତାଙ୍କ ଧର୍ମପତ୍ନୀ 2ଟି କଦଳୀ ପତ୍ର ପକେଇଲେ। ଯଶୋବନ୍ତ ଭକ୍ତ ଯଶୋବନ୍ତ ତାଙ୍କ ସ୍ତ୍ରୀକୁ ପଚାରିଲେ 2ଟି କଦଳୀ ପତ୍ର କାହିଁକି ପକଉଛ? ସେ ତାର ଉତ୍ତର ଦେଲେ ଗୋଟିଏ ମୁଁ ଖାଇବି, ତାପରେ ତମେ ଗୋଟିଏ ପତ୍ରରେ ଖାଇବ। ତମେ ଖାଇସାରିବା 2 ଗୁଣା କି 4 ଗୁଣା ଖାଇସାରିବା ପରେ ମୁଁ ତାପରେ ଖାଇବି। ତମକୁ ପଛରେ ଭାତ ଡାଲି ଶୁଖୁଆ ଯାଚିକିରି ତାପରେ ମୁଁ ଖାଇବି, କିନ୍ତୁ 2 ଜଣ ଖାଇବା। ଯଶୋବନ୍ତ କହିଲେ ମୁଁ ବୈଷ୍ଣବ, ମୁଁ ଶୁଖୁଆ ଖାଇବି, ଇଏ କ'ଣ ଗୋଟେ କଥା? ଇଏ ଶୁରୁ କହିଲେ ତମେ ଯଦି ନ ଖାଇବ ଶୁଖୁଆ ମଗେଇଲ କାହିଁକି? ସେ ତାର ଉତ୍ତର ଦେଲେ ତମେ ଚାହିଁଲ, ସ୍ୱାମୀର ଗୋଟେ କର୍ତ୍ତବ୍ୟ ରହିଛି ତା ସ୍ତ୍ରୀ ପ୍ରତି, ସ୍ତ୍ରୀର ଯେମିତି ସ୍ୱାମୀ ପ୍ରତି କର୍ତ୍ତବ୍ୟ ରହିଛି ସ୍ୱାମୀର ସେମିତି ସ୍ତ୍ରୀ ପ୍ରତି ବି କର୍ତ୍ତବ୍ୟ ଅଛି। ତେବେ ଗୋଟେ ଖାଇବାକୁ ଇଚ୍ଛା କଲ, ସେଇଥିରେ କ'ଣ ଆମ ଧର୍ମ ନଷ୍ଟ ହେଇଯିବ? ମୁଁ ମଗେଇଲି ମୋ ଦୋଷ ହେଲା ନା? ଯଦି ତୁମେ ନ ଖାଇବ ତାହେଲେ ମୁଁ
ଖାଦ୍ୟ ଆଉ ଗ୍ରହଣ କରିବେନି। ସେ ସାଧା ଅନ୍ନ ଡାଲି ତରକାରୀ ଯାହା ହେଇଛି ସେଇଆକୁ ଆମେ ଖାଇବା, ଆଉ ସବୁ ଆମେ ଫିଙ୍ଗିଦେବା। ଆଉ ଫିଙ୍ଗିଦେଲେ ବି ତାକୁ କ'ଣ ଆଉ କିଏ ଖାଇବେନି କି? ତାକୁ ସ୍ୱାନ ଖାଇବେ, ବିଲେଇ ଖାଇବେ, କ୍ଷେତ ଜୀବ ସେ ଖାଇବେ। ଆଉ ଏତିକି ବେଳେ ଯଶୋବନ୍ତଙ୍କର ଗୋଟେ ଦେଖନ୍ତୁ, ଓଡ଼ିଶାର ପଞ୍ଚସଖାଙ୍କ ଭିତରେ ଯଶୋବନ୍ତ ଅନ୍ୟତମ। ଅଢ଼ଙ୍ଗ ଯଶୋବନ୍ତ ଏଇଟା ବୋଧେ କଟକ ଜିଲ୍ଲା ହେବ କି କ'ଣ କରିବ କି ନାଇଁ, ଜଗତସିଂହପୁର ଜିଲ୍ଲା। ଜଗତସିଂହପୁର ଜିଲ୍ଲାର ଅଢ଼ଙ୍ଗ, ଯାହାଙ୍କର ଜନ୍ମଦିନ ହେଉଛି ଓଢ଼ଣୀ ଷଷ୍ଠୀ। ଯେଉଁ ଓଢ଼ଣୀ ଷଷ୍ଠୀରେ ଦେବ ମନ୍ଦିରରେ ପ୍ରଥମ କରି ଶୀତ ଚାଦର ଲାଗିଥାଏ, ଏଭଳିକି ଜଗନ୍ନାଥଙ୍କ ମନ୍ଦିରରେ ବି ଲାଗେ। ସେଇଥିପାଇଁ ତା ନାଁ ହେଇଛି ଓଢ଼ଣୀ ଷଷ୍ଠୀ। ସେଇ ଓଢ଼ଣୀ ଷଷ୍ଠୀ ଦିନ ସେଠି ଏବେ ବି ମେଳା ଅନୁଷ୍ଠିତ ହେଉଛି, ବହୁ ଲୋକଙ୍କର ସମାଗମ ହୁଏ। ମୋତେ ବି ଡାକିଛନ୍ତି, ମୁଁ କିନ୍ତୁ ଥରେ ଦୁଇଥର ଯାଇଛି। ତେବେ ସେଇ ପବିତ୍ର ମହାପୁରୁଷ ତାଙ୍କର ଗତି ହେଉଛି ଏଇଆ, ତାଙ୍କର ସାଧନା ହେଉଛି ଏଇଆ। ଆମେ କିନ୍ତୁ ଆମ ଲୋକଙ୍କୁ ବା ଆମ ସାଧୁସନ୍ତଙ୍କୁ ଆମେ କିନ୍ତୁ ଚିହ୍ନି ପାରୁନାହୁଁ। ଯେଉଁମାନଙ୍କୁ ଆମେ ଚିହ୍ନିଛୁ, ଯେଉଁଠି ଯିଏ କହିବ ଡେଉଁରିଆଟା ନିଅ ତୁମର ପୁଅଟିଏ ହେବ, କିଏ କହିବ ମନ୍ତୁରା ପାଣି ଟିକେ ନିଅ ତୁମର ଆଉ କ'ଣ ଇଏ ମକଦ୍ଦମା ଜୟ ହେବ। ଆମେ ଏଇଭଳିଆ ଲୋକଙ୍କୁ ସବୁ ଚିହ୍ନିଲୁ। ଗୁଣି ଗାରେଡ଼ି, ସେ ତନ୍ତ୍ର ମନ୍ତ୍ର, କିଏ ଶ୍ମଶାନରେ ପୂଜା କଲା, କିଏ କଲା, ଏଇସବୁ କଥା। କିନ୍ତୁ ପ୍ରକୃତରେ ଯିଏ ସିଦ୍ଧ ସାଧକ ମହାତ୍ମା, ସେମାନଙ୍କୁ ଆମେ ଚିହ୍ନି ପାରୁନୁ। ଯଶୋବନ୍ତ ଦାସ ବିବାହ ହେଇଥିଲେ, ଅଚ୍ୟୁତାନନ୍ଦ ବିବାହ ହେଇଥିଲେ, ତାଙ୍କ ପୁଅ ନାଁ ଗଦାଧର। କିନ୍ତୁ ସେ ବିବାହ ହେଇକି ତ ମଧ୍ୟ ସେ ବଡ଼ ମହାପୁରୁଷ ହେଇପାରିଥିଲେ। ଯଶୋବନ୍ତ ସେଇ ଚଟିରେ ବସିଲେ, ତାଙ୍କ ସ୍ତ୍ରୀଙ୍କୁ କହିଲେ ତମେ ବି ବସ। ସେ ବି ବସିଲେ, ଏ ବି ବସିଲେ। ଉଭୟ ବସିବା ପରେ ଇଏ ଚଳୁ ପ୍ରତ୍ୟେକ ଦିନ କରନ୍ତି, ଚଳୁଟିଏ ଧଇଲେ। ନୀଳାଞ୍ଚଳ ନିବାସାୟ ନିତ୍ୟାୟ ପରମାତ୍ମନେ ବଳଭଦ୍ର ସୁଭଦ୍ରା ଜଗନ୍ନାଥାୟ ତୀର। ହେ ଜଗନ୍ନାଥ, ତୁମେ ତ ସବୁବେଳେ ଅନ୍ନ ଡାଲି ବେସର ମହୁର ଖାଇଛ, ମୋ ସ୍ତ୍ରୀ ଆଜି ସଦା ସେ ଟିକେ ଶୁଖୁଆ ଖାଇବ, ଶୁଖୁଆ ତରକାରୀ ଟିକେ ହେଇଛି, ଆପଣ ତାକୁ ଗ୍ରହଣ ନ କଲେ ମୁଁ କେମିତି ଗ୍ରହଣ କରିବି? ଆପଣ ଯେଉଁ ଜିନିଷକୁ ଗ୍ରହଣ ନ କରିବେ ସେଇଟାକୁ ମୁଁ କେମିତି ଗ୍ରହଣ କରିବି? ଏତିକି ବେଳେ ପୁରୀରେ ଯେଉଁ ରାଜା ସେତେବେଳେ ଦାୟିତ୍ୱରେ ଥିଲେ, ସିଏ ବୋଧେ ଖାଇ ପିଇକି ଟିକେ ଶୋଇପଡ଼ିଛନ୍ତି। ରାଜା ଲୋକ ଟିକେ ଶୋଇପଡ଼ିଛନ୍ତି। ତାଙ୍କୁ ଏପଟରେ ନିଦ ହେଇଥିବା ବେଳେ ଅନ୍ୟ ପକ୍ଷରେ ସମଗ୍ର ମନ୍ଦିର ଶୁଖୁଆ ବାସରେ ସମଗ୍ର ମନ୍ଦିର ବାସି ଉଠିଲା। ସମସ୍ତେ ଇତସ୍ତତ ହେଲେ ଯେ କାହାର ଏଡ଼େ ବଡ଼ ସାହସ, ରାଜା ଆମର ଶାସକ, ଶୁଖୁଆ କିଏ ଆଣିକିରି ମାନେ ମନ୍ଦିରକୁ ଆଇଛି। ସମସ୍ତଙ୍କ ବେଗ ପତ୍ର ଗଣ୍ଠିଲି ସବୁ ଅନୁସନ୍ଧାନ କରାଗଲା, କେଉଁଠି କିଛି ନାହିଁ। ଏ ପାଖରେ ଖୋଜାଖୋଜି ଚାଲିଛି। ରାଜାଙ୍କୁ ଜଣେଇବେ ବୋଲି ବାହାରିଛନ୍ତି ସେବକମାନେ ଯେ ଏମିତି ଆଜି ମନ୍ଦିରରେ ଶୁଖୁଆ ଗନ୍ଧ ହେଲା, ଏମିତି କଥା। ତ ସେ ମହାପ୍ରସାଦ ସବୁ ମାରା ହେବ, ପୁଣି ଆଉ ଥରେ ନୂଆ ମଣଇ ହେବ। ଆଉ ରାଜାଙ୍କୁ ସେ ପାଖରେ ଜଗନ୍ନାଥଙ୍କର ରୂପରେ ସେ କହୁଛନ୍ତି, ରାଜା
आउ किछि समय पर रंधा होइथिबा महाप्रसाद पोता हब किंबा फोपड़ा हब नुआ महाप्रसाद हब तार कारण होउची अड़ंगगढ़ जश पंचसखा जुगर जशवंत पंचसखा जुग आमे कहूँ जश भक्त जशवंत से सुकुआ भोग करिसेंती मु ताकु ग्रहण करिछि तेणु आपण अति शीघ्र जाई सेवक मान को कुह भोग मारा ही कि कई सुकुआ आनी सेते बेले भगवान कर तीनोटी दर्शन सत्य थिला एबे भी अच्छी किंतु से भाग्यवान लोक जो बहुत कमिगला बहुत कमिगला गोटे स्वप्न रे भगवान को स्वरूप को आमे दर्शन करवा आपण आज भी शिशु अनंत आश्रमर जो आश्रित आश्रिता माने आज भी अच्छा नुआ जो मैंने आसी कथा मु कहूनी पुराना लोक आपण मैंने पचारि बुझे स्वप्न रे केते लोकंकु से सांत्वना बाणी देइचंती आम मेला बही जदि पढ़ी से मेला बही रे जेतेटी घटना लेखाई कौन सी गोटे घटना मिथ्या नुहे आपणकर ये जो पंचानन मेला त्रिनाथ मेला एगुड़ा सब हमें पंचानन त्रिनाथ आंको मानुचु तादे सब विषय लिखाई पढ़ले मन हुए गोटे कपोल कल्पित कथा लिखाई किंतु शिशु अनंत मेला रे गोटे शब्द भी काले किए परिवर्तन करदेव से निजे लिखी निजे लिखिली कि गोटे भक्तर ना पुराणा शिष्य ईश्वर साहू चारि ना भणीटा कली आप देखिए स्वप्न माने बहुत कथा मुझे कथा कहीपरि बहुत कथा स्वप्न माध्यम एवं भी केतबले से बालक रूप केतबले बालक रूपटा हूँ सबुठारु माने बेसी दर्शन सर्प रूप बालक रूप आउ अन्य प्रकार कथाटा मुझे कहीं ये दीटा प्रकार दर्शन से प्राय दियंती सेमती स्वप्न परे आउ गोटे हूँ ये गला स्वप्न आउ गोटे हूँ सुसुप्ति तुम्हें ये बसीच घुमई पड़ल ये घुमवा भितर तुम देखुच गोटे धवल मूर्ति ठिया ये भांगला से धवल मूर्ति किए से बलदेव गोटे कथा 1971 मसीह यही जम्बू लक देकर आम जाइलु 71 मसीह बात्या परे डंगा नहीं आम जाइलु रामचंद्र प्रचंड जंगल से राति लंगर कौन लंगर कहती लंगर पकईकरी समस्ते शोले सका उठिकी डंगा ने एति बेले प्रचंड बात्या माने प्रचंड धूलिझड़ आसला गोटे माँ गेड़ी होकर माँ कला तार रूप सिंदूर गोटे विराट सिंदूर काच तांकर झुमझुम हो सी आसिकी ये तीनोटी जाक तीनोटी डंगा कि दुईटी डंगा जाइला दुईटी डंगारे गोटे स्वप्न आ गोटे रूप उठ 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 उठ
ବର୍ଷା ଆଇଲାଣି। ସମସ୍ତେ ଉଠିକି ଦେଖିଲାକୁ ପ୍ରକୃତ ବର୍ଷା ହେଉଛି। ତେଣୁ ଆଜି ବି ସେଇ ପଥର ପିତ୍ତଳ ଠାକୁର ଆଜି ବି ଅଛନ୍ତି। ଲୋକେ କହୁଛନ୍ତି ସେ ରାମଚଣ୍ଡୀଙ୍କ ପାଖରୁ ଚୋରି ହେଲା, ତମର କ'ଣ ହେଲା? ଚୋର ଗୋଟା ମଣିଷ, ସେ ଗୋଟେ ଚୋର ଚୋରି କରି ନେଇଗଲା ସୁନା ରୂପା, ତମର କ'ଣ ଗଲା? ତାକୁ ମା ତାକୁ ଦେଇଦେଲା ବୋଲି ଭାବୁନା, ମାଆକୁ ଚୋରି କରିଛି। ଦୁନିଆରେ କିଏ କହୁଛି ସେ ଗୋଟେ ଗୋଟେ ମୂର୍ତ୍ତି କି ଚୋରି କରି, ମୂର୍ତ୍ତି କି ଏତେ ପୂଜା କରୁଥିଲେ ସେ ମୂର୍ତ୍ତିଟାକୁ କିଏ ଚୋରି କରିଦେଲା, ତମର କ'ଣ ଗଲା? ମୂର୍ତ୍ତିଟାକୁ ସେ ତାର ନେଇଗଲା, ତାର ବଣିଆକୁ ଦେଇଦେଇ ତାର ଟଙ୍କା ନେଇଯିବ। କିନ୍ତୁ ମାଆକୁ ଚୋରି କରିଛି କି? ଯେଉଁ ମୂର୍ତ୍ତିଟାକୁ ଚୋରି କରିଛି ସେ କୃଷ୍ଣ ମୂର୍ତ୍ତି ହୁଅନ୍ତୁ, ରାମ ମୂର୍ତ୍ତି ହୁଅନ୍ତୁ, କି ଜଗନ୍ନାଥଙ୍କ ମୂର୍ତ୍ତି ହୁଅନ୍ତୁ, ଯେଉଁ ମୂର୍ତ୍ତି ହୁଅନ୍ତୁ, ତାକୁ କ'ଣ କେହି ଚୋରି କରିପାରିବେ? ଏଇଭଳି ଅନେକ ଉଦ୍ଭ୍ରାନ୍ତ ମନୋଭାବନା ଆଜି ବି ଆମ ଭିତରେ ଅଛି। ସ୍ୱପ୍ନ ସୁଷୁପ୍ତି ପରେ ଆଉ ଗୋଟେ ହେଉଛି ଜାଗ୍ରତ। ସାଧକମାନେ, ସିଦ୍ଧ ପୁରୁଷମାନେ ପଦ୍ମାସନରେ ବସନ୍ତି ବା ଯେମିତି ବସନ୍ତି, ସେ ଧ୍ୟାନ ସ୍ତରେ ଅନେକ କଥା ଦେଖନ୍ତି। ଆଜି ବି ସେ ଲୋକ ଅଛନ୍ତି, କମି ଯାଇଥିବେ ତାଙ୍କ ସଂଖ୍ୟା, କିନ୍ତୁ ଅଛନ୍ତି। ସ୍ୱପ୍ନ ସୁଷୁପ୍ତି ଜାଗ୍ରତ। ଏଇ ମାର୍ଶାଘାଇ ସଂଘକୁ ଯିଏ ପ୍ରଥମ ଗଢ଼ିଥିଲେ, ଗୌରାଙ୍ଗ ଚରଣ, ଗୋଟେ ରଜକ ପିଲା ଲୋକ, ସେ ରଜକ ଜାତିର, ସେ ହେଉଛି ଗୋଟେ ବ୍ରାହ୍ମଣ। ଗୌରାଙ୍ଗ ଚରଣ ଦାସ ତାଙ୍କୁ ଆମେ ଡାକିଛୁ। ଏଠି କ'ଣ ଗୌରାଙ୍ଗ ବାବା ନା କ'ଣ କହନ୍ତି? ଇଏ ସମସ୍ତଙ୍କୁ ମାର୍ଶାଘାଇ ସଂଘର ପ୍ରଥମ ଆବାହକ ହେଉଥିଲେ। ସିଏ କେବଳ ସ୍ୱପ୍ନାବିଷ୍ଟ ତାଙ୍କୁ ମନ୍ତ୍ର ଦେଇଥିଲେ। ସେଇ ମନ୍ତ୍ର ମାଧ୍ୟମରେ ସେ ସ୍ୱପ୍ନରେ ଯାହା ପାଇଥିଲେ ସେଇଆକୁ ନେଇ ତାଙ୍କ ସାରା ଜୀବନ ବିଭିନ୍ନ ସ୍ଥାନରେ ବିଭିନ୍ନ ଲୋକଙ୍କୁ ସେ ଶାନ୍ତ ବାଣୀ ସେ ଦେଇଛନ୍ତି। ତାଙ୍କର ଗୋଟେ ଅଦ୍ଭୁତ କଥା ବି ତାଙ୍କ ପାଖରେ ଥାଏ। ଜଣେ ଭଲ କମେଡ଼ିଆନ୍, ଭଲ ଚେହେଲି ସେ କରନ୍ତି। ଏଇ ଯେତେବେଳେ ଆପଣଙ୍କର ବାୟାଣୀ ଠାକୁରାଣୀଙ୍କ ପାଖରେ କ'ଣ ସବୁ ଗୁଡ଼େ ଭୋଗରାଗ ଏମିତି ହେଲା, ମାଛ ତରକାରୀ ଖାଲି ହେଲା, କଣ୍ଟା ଗୁଡ଼ା ଖାଲି ପଇଲା, ଇଏ ଦିନେ କାହାକୁ ଗୋଟେ ନେଇକିରି ମାର୍ଶାଘାଇରୁ କି କ'ଣ ଯାଇଥିଲା, ଯାଇକି ମୋ ପାଖକୁ ଆଇଲା। ଆସିକି କହିଲା, ମୁଁ କହିଲି କ'ଣ କୁଆଡ଼େ ଯାଇଥିଲୁ? ନା ଏମିତି ଯାଇଥିଲି। କହିଲା, ମୁଁ ଆଜି ଗୋଟେ କଥା କହିଲି ଯାଇଛି, ଭୁଲ ହେବ କି ଠିକ୍ ହେବ ଆପଣଙ୍କୁ କହୁଛି। କ'ଣ କହିବି? ନା, ଯେଉଁ ମାଛ କଣ୍ଟା ଗୁଡ଼ାକ ଗଦା କରି ପକାଉଛନ୍ତି ଲୋକ ଖାଲି ମାଛ ଖାଇକି, ମୁଁ ଲୋକଙ୍କୁ କହିଲି ମାଛ କଣ୍ଟା ଗୁଡ଼ାକ ସବୁ ନେଇ ଡେଣୁଆରେ ପୁରୀ ବାନ୍ଧି ଦିଅ, ରୋଗ ମାଣ୍ଡବ। ଆଉ କହିଛୁ ଆଉ ଏଟା କାହିଁକି କହିଲୁ? ନା ସେଟା ସଫା ହେବ। ୟା କହିଲେ ହିଁ ଲୋକ ତାକୁ ସଫା କରିବେ, ନହେଲେ ତାକୁ କେହି ସଫା କରିବେ। ତ ତାଙ୍କର ଏମିତି ଗୋଟେ ବୁଦ୍ଧି ବା ଏଇଭଳିଆ ତାର ବି ଥିଲା। ସେ କିନ୍ତୁ ଅନ୍ଧ। ତାକୁ ଶିଶୁ ଅନନ୍ତଙ୍କ ପାଖରେ ସେ ଅନ୍ଧରୁ ମୁକ୍ତ ହେବା ପାଇଁ ସେ ଅନୁସରଣ ରହିଥିଲା। ତାକୁ ଠାକୁର ଗୋଟେ ଔଷଧ ବତେଇଥିଲେ, କଦଳୀ ଗଛର ଗୋଟେ ଔଷଧ ବତେଇଥିଲେ। ସେ ସେଇଟାକୁ ବ୍ୟବହାର କଲା, କିନ୍ତୁ ସାମାନ୍ୟ ଟିକେ ଉପଶମ ହେଲା, କିନ୍ତୁ ଆଉ ହେଲାନି। ପୁଣି ଆଉ ଥରେ ପଇଲା। ଆଉ ଥରେ 21 ଦିନ ଅନୁସରଣ ରହିବା ପରେ ଠାକୁର ସୁସ୍ପଷ୍ଟ ଭାବରେ କହିଲେ, ଇଏ ଜନ୍ମରେ ତମର ଆଉ ଭଲ ହେବାର ନାହିଁ, ତୁମେ ତୁମ ଗୁରୁଙ୍କ ସହିତ ଆଲୋଚନା କର। ତାପରେ ମୁଁ ଦେଖିଲି ଆଉ କାହା ଦ୍ୱାରା ଆଉ କ'ଣ ହେଇପାରିବ। ତେଣୁ ତାକୁ କିଛି ସାଧନ ଭଜନ ଶିଖେଇ ତାର କର୍ମମୟ ଜୀବନ ଆରମ୍ଭ ହେଇଥିଲା। ଯେଉଁ କ'ଣ ହେଉଛି ପୁଣ୍ଡିଲ ପଳସୁଧା ପାଖରୁ, ପଳସୁଧା ଆଶ୍ରମରୁ ଆରମ୍ଭ ହେଇଥିଲା। ଶାଳାଙ୍କ ଦର୍ଶନ କରି ତାପରେ ସେ ତାର କର୍ମମୟ ଜୀବନ ଆରମ୍ଭ କଲା। ବହୁତ ଲୋକଙ୍କ ପାଖରେ ସେ ପହଞ୍ଚେ। ଯାହା ହଉ ମାର୍ଶାଘାଇ ସଂଘର ପିଲାମାନେ ତାର ଗୋଟେ ମୂର୍ତ୍ତି ସ୍ଥାପନ କରୁଛନ୍ତି, ଶୁଣିକି ଭାରି ଖୁସି ଲାଗିଲା। ଏବଂ ଯଦିଓ ଶେଷ ବେଳକୁ ତାର କିଛି ଟିକେ ହଲଚଲ ଅବସ୍ଥା ହେଲା,
ସେଇଟା ମୁଁ ଅନୁଭବ କଲି କିନ୍ତୁ ଟିକେ ମାୟା ଭିତରକୁ ପଶିଗଲା କିନ୍ତୁ ପଶିଗଲା କିନ୍ତୁ ସେଟା ଆଜି ଅନେକଙ୍କର ସ୍ମରଣରେ ଅଛି ଆଉ ହଉ ତେବେ ସେ ଯାହା ହଉ ଭଲ ଲୋକଙ୍କ କଥା ସବୁବେଳେ ମନେ ପଡ଼େ ମନ୍ଦ ଲୋକଙ୍କ କଥାକୁ କିଏ ମନେ ପକାଏ ତେଣୁ ତା ପାଖରେ କିଛି ଭଲ ଗୁଣ ଥିଲା ବୋଲି ଆଜି ମଣିକୁଣ୍ଡା ଆଶ୍ରମରେ ତା କଥା ମାନେ ତା କଥା କହିବା ପାଇଁ କେହି ଆଜି ମାନେ ବାଧ୍ୟ କରିନି ହେଇଛି ତେବେ କଥାଟି ଥିଲା କ'ଣ 5 ଥର ଆମକୁ ସନ୍ଧ୍ୟା କରିବାର ଅଛି ସେ ସନ୍ଧ୍ୟାଟି ହେଉଛି ସ୍ମରଣ ବିଛଣା ତ୍ୟାଗ ବିଛଣା ଗ୍ରହଣ ଶୋଇବାକୁ ଯିବ ଠାକୁରଙ୍କୁ ଟିକେ ସ୍ମରଣ କରି ଶୋଇବ ଏତିକି କ'ଣ ହେଇପାରିବ ସନ୍ଧ୍ୟାରେ ଯେଉଁଠି ଥା ଦୋକାନରେ ଥା ହୋଟେଲରେ ଥା ଯେଉଁଠି ଥା ଟିକେ ସ୍ମରଣ କଲ ଗାଧୋଇ ସାରିଲା ପରେ ଟିକେ ସ୍ମରଣ କଲ ମଧ୍ୟାହ୍ନରେ ଭାତ ଡାଲି ତରକାରୀ ଯାହା ବି ଖାଇବ ତାକୁ ସ୍ମରଣ କର ତାକୁ ସମର୍ପଣ କର ଗୀତା କହିଲେ ଯଦି ସମର୍ପଣ ନ କରିବ ତାହେଲେ ତୁମେ ଗୋଟେ ଚୋର ବୋଲି ପ୍ରମାଣ ହେବ ଆମେ ଯେଉଁ ଆମର ଏଠି ପଢ଼ା ହେଉଛି କି ନାହିଁ ଇସ୍ତାନ ଭୋଗାନି ବୋଡେ ବାରାସ୍ୟନ୍ତେ ଯଜ୍ଞ ଭାବିତା ତୈଦତାନ ପରା ଯେଉଁ ଭୁକ୍ତ ଯାହା ଖାଉଛ ସବୁ ସମର୍ପଣ କର ବ୍ରହ୍ମମୟ ଏ ଜଗତ हे परं ब्रह्म परं धाम पवित्रं परमं भवान पुरुषं शाश्वतं दिव्यं मादिदेवं वदन्ति एमिति कौनसी स्थान नहीं जोठी ब्रह्म नाहंती सर्वं खलुदं ब्रह्म किंतु तमे कह मु ठिया ହେଇଛି ମୋ ଆଗରେ ये छेली की हाण मुझे छेली की देखी त्या रोगणिया कि कौन मु ठिया हो मो आरे कुकुड़ा को मोड़ यही गुड़ाक हूँ किंतु खाइला बेले कौन खाऊच ताकू समर्पण कर खाइल तुम्हें जीव को मारिना कि मारिया क्या आदेश भी कर से अनेक पाप विमुक्त भगवान बुद्धंकर धर्म ये कथाटा अच्छी मु बुद्ध कह पचारि इन सब ये खाद्य सब कौन खाऊँ से जीवक होटेल मालिक मत कही एमाने जीव को हत्या कर बोली कहती कि जीव हत्या करी मांस आम पाक आण कहते किंतु मांस जदि आसी पहुँचे ताकू से ग्रहण करते तेज जा हो एते कथा कहबार उद्देश्य होची जीवन में तुम्हें चोर हुओ ना तुम्हें भावुच सी लोकटा चोर यही किए कौटी सुना नहीं गला किए बेकरू माने हार छिंडे की नहीं गला ताको कौ चोर तुम्हें कौ भल कि तुम्हें भी चोर जदि तुम्हें मद्य पीला बेले मद्य को भी समर्पण करंत प्रभु मु ये मद्य समर्पण करुच्ची किसी दिन पर सी मद्य तम भीतर पशिकी कहता तू आ मत पीना पीले मरबू बेला बेली आम समर्पण करूँ क्षीर हेले समर्पण करूँ क्षीर खाई ठाकुर मोटा हे ताकर कौन प्रोटीन कमी जाऊँगी तुम्हें क्षीर खुआई प्रोटीन कर तेणु जहाँ पाइब अकस्माते आनंदे समर्पिब मते ये कथा जो महापुरुष मान लिखिछन मिछ लिखिछन तेणु आहारे भल मंद ना जे स्थान जेमंत तमें जितेबाला दुर्भिक्ष पड़ा सेतबे विश्वामित्र नामक ऋषि सेतबे देशर शासक थे दुर्भिक्ष पड़ा किसी मिललानी जदि किसी न मिलला गोटे मल्ला मुर्दार कुकुर बोधे कि श्रृगाल ताकू से माने मांस तार खाई कौन विश्वामित्र सिद्धि कमीगला
ଯାହା କ'ଣ କହିଲି ଯେ ସ୍ଥାନେ ଯେମନ୍ତ ଆହାରେ ବର। ଆଜି ଜଣଙ୍କ ଘରକୁ ଗଲ, ସେ ସଜନା ପତ୍ର ତରକାରୀ କରିଛି, ତମକୁ ଦେଖି କାହିଁ ଆଳୁଦମ କରିବ? କାହିଁ କରିବ? ତମେ ଯଦି ପ୍ରକୃତ ବନ୍ଧୁ, ତୁମେ କେବଳ ଯାହା ତୁମେ କରିଛ ସେଇଆକୁ ଦିଅ, ତମେ ଖାଇବ ମୁଁ ଖାଇବି। ଆଉ ମୋତେ ଭୋକ କଲାନି, ତୁମେ ସେ ଆଳୁଦମ କ'ଣ କରୁଛ? ତେଣୁ ଆହାରେ ଭଲ ମନ୍ଦ ନାହିଁ, କିନ୍ତୁ ଆଜି ସେ କଥା ନାହିଁ। ଆମର ଅମୁକ ବାବୁ କୁଣିଆ ଆସୁଛନ୍ତି, ତାଙ୍କ ପାଇଁ ଚିକେନ୍ ଟିକେ ହେବ, ମଟନ୍ ହେବ, ଆଉ ଗୋଟେ କ'ଣ ହେବ, ମଦ୍ୟ। ଏହିସବୁ ହେଉଛି ବର୍ତ୍ତମାନ ଯୁଗର ଆତିଥ୍ୟ। କ'ଣ ନା ଆମେ ଅତିଥି ସେବା କରୁଛୁ। କିଏ ଅତିଥି? ଇଏ ମଦ ଖାଉଥିବା ଲୋକ ଅତିଥି ହେବେ? ତେଣୁ ସଜ୍ଜନ ଅତିଥି ଯିଏ, ସେ ନାରାୟଣଙ୍କ ସଦୃଶ। ଭାଗବତ ବି କହିଛନ୍ତି, ପ୍ରତିମା ଦେବେ ନ ପାଇବ ଶୁଣ ଉଦ୍ଧବ, ପୂଜା ଭାବ ସୂର୍ଯ୍ୟନ କିବା ଜଳେ ଅଥବା ହୃଦୟ। ଯେବେ ନ ପାରେ ଏତେ ମତ, ଗୃହରେ ଅତିଥି ଆଗ, ତାହାଙ୍କୁ ବିଷ୍ଣୁ ପ୍ରାୟ ପୂଜିବ ଦେଇ ହେମନ୍ତ ବିଷ୍ଣୁ ପୂଜା କରି ଭବ ସଂସାର। ତେଣୁ ଭଗବାନ ଆମକୁ ସେ ବିଶ୍ୱ ନିୟନ୍ତା, ବିଶ୍ୱ ଚିନ୍ତାମଣି, ଆମକୁ 5 ଥର ନିଜକୁ ସମୀକ୍ଷା କରିବା ପାଇଁ ବା ନିଜର ଅପରାଧକୁ ତାଙ୍କ ପାଖରେ ସମର୍ପଣ କରିବା ପାଇଁ। ଦେଖନ୍ତୁ ସେ କେଡ଼େ ମହାନ। ଆମେ ଅପରାଧ କରୁଛୁ, ସେ ଅପରାଧକୁ ତାଙ୍କ ପାଖରେ ସମର୍ପଣ କରିବା ପାଇଁ ଆମେ 5 ଥର ଆମକୁ ସମୟ ଦେଇଛୁ। ଆମେ ଗୋଟିଏ ଥର, ଆମେ ଏଡ଼େ କୂଳ ବାଳୁଙ୍ଗା ଯେ ଗୋଟିଏ ଥର ବି ହେଉନି। ଏଇ ଯେଉଁ ପଦଟି ଆମେ ପଢ଼ୁଥିଲେ କିଛି ସମୟ ପୂର୍ବରୁ, ଗୁରୁର ବିକ୍ରିୟା ଯଦି ଦେଖ ହୋ ତଥାପି ଗୁରୁର ବିକ୍ରିୟା ଯଦି ଏଇଠି ବଳିଆ ବସିଛି, ତମକୁ ଜଣେ ଗୁରୁ ଆସି ପହଞ୍ଚିଲେ। ଯଦି ସେ ଗୁରୁ କହିବେ ନାହିଁ ମୁଁ ଟିକେ ଗୋଟେ ଏମିତି ମଦ ଫଦ ଗୋଟେ ପିଇଲେ, ତମେ ତାଙ୍କୁ ମାନିବ ପ୍ରକୃତରେ? ଆଚ୍ଛା, ମୁଁ ଗୁରୁ ତ ନୁହେଁ, ମୁଁ ଗୋଟେ ମଣିଷ ବୟସ, ମୋ କଥା ଶୁଣିବା ପାଇଁ ତୁମେ ସବୁ ବହିଛ। କହିଲେ ଆମ ବାବା ବଳିଆ ଆଇଛନ୍ତି। ମୁଁ ଯଦି ଉଣାରି କହିବି ଯେ ମୋତେ ଟିକେ ଗୋଟେ ମୁଁ ତ ନାଁ ଗୁଡ଼ା ସବୁ ଜାଣିନି, ଆଉ କହିବି କ'ଣ? ତୁମେ କ'ଣ ମୋତେ ମାନିବ? ବାରଣା ଲୋକ ମାନିବେ। କିଏ ମାନିବେ? ଯିଏ ଗୁରୁ ପ୍ରେମୀ, ଯେଉଁମାନଙ୍କ ଭିତରେ ଗୁରୁ ପ୍ରେମ ରହିଛି। ମନ୍ନାଥ ମୋ ଠାକୁର ନିଗମାନନ୍ଦ କହିଲେ, ମନ୍ନାଥ ଶ୍ରୀ ଜଗନ୍ନାଥ ମଦ୍ଗୁରୁ ଶ୍ରୀ ଜଗତ ଗୁରୁ, ମଦାତ୍ମା ସର୍ବଭୂତାତ୍ମା ତସ୍ମୈ ଶ୍ରୀ ଗୁରବେ। ତେଣୁ ମୋ ଗୁରୁ ମୋ ପାଇଁ ଜଗତର ଗୁରୁ। ତେଣୁ ମୋ ଗୁରୁ କ'ଣ କଲେ ମୁଁ କାହିଁ ସେଗୁଡ଼ାକ ଶୁଣିବାକୁ ଯିବି? ତେଣୁ ସେଥିପାଇଁ କୁହାଗଲା ଗୁରୁ ନିନ୍ଦୁକେର ମୁଖ। କାଲିର ଗୋଟେ କଥା ମୁଁ ଆପଣମାନଙ୍କୁ କହୁଛି। ଗୋଟେ ଶିଷ୍ୟ ଆସିଲା, ପ୍ରାୟ ଆସୁଛି ବହୁତ, ଯୁବକଟି। ଏଇ ଯେଉଁଟା କ'ଣ ଇଣ୍ଟରନେଟ୍ରେ ନା କ'ଣ ଗୋଟେ ଏମିତି ଫେସବୁକ୍ରେ ନା କ'ଣ ଏମିତି ସବୁ ମାନେ କଥାବାର୍ତ୍ତା ହେଇକିରି ବାହା ହେଉଛନ୍ତି। ସେଇଥିରୁ ଗୋଟେ ବାହା ହେଇପଡ଼ିଲା। ସେ ତ ମୁଁ ମନା କରୁଛି, ତୁ ସେଗୁଡ଼ା କ'ଣ, ତାକୁ ଦେଖିନୁ, ତା ଗୁଣ ଜାଣିନୁ, ତାର କଥା କିଛି ଜାଣିନୁ, ତ କ'ଣ ବାହା ହବୁ? କ'ଣ ବାହା ହେଲା? ବାହା ହେବା ପରେ ଧୁମ୍ ଧଡ଼କ ନାଚ ଚାଲିଲା।
ସ୍ତ୍ରୀ ଯାଇ ବାପା ସେ ଗଲା, ସେ ଗୋଟେ ପ୍ରକାର ଗଲା ପୁଣି କ'ଣ ଏବେ ସେ ଗଲା। ତାପରେ ଏବେ ମୋତେ କାଲି ଆଜି କହୁଛି, ମୁଁ କହିଲି ମୁଁ ତା କାହିଁ ପଚାରିଦେଲି, ମୁଁ କହିଲି ଘରେ ସବୁ ଭଲ ଟି? ନା ଆଜ୍ଞା ହଁ ଭଲ, ତୁମଟା ଚାଲିଛି ଆଉ। କହିଲି ତୋ ସ୍ତ୍ରୀ କେଉଁଠି? ନା ସେ ତା ବାପ ସେ ଆସୁନି। ନା କାହିଁକି କିଛି ତ କହୁନି ଆସିବା କଥା। ମୁଁ ଭଲ ବାହା ହେଇଛି ତ ଇଣ୍ଟରନେଟ୍ରେ ନା କ'ଣ? ହଉ ସେ ଇଣ୍ଟରନେଟ୍ ଭଲ ପିଲାଟି। ତାପରେ ମୁଁ ପଚାରିଲି ଆଉ ସବୁ ବୋଉ? ନା ସେମିତିଆ। କ'ଣ ସେମିତିଆ? ସୋଠୁ କଥାଟି କହିଲା, ଆଜି ସକାଳୁ ମୁଁ ଏଠିକି ଆସିବି ବୋଲି ତରତର ହେଉଛି, ମୋ ସାନ ଭାଇ କହୁଛି, ଶୁଣନ୍ତୁ, ମୋ ସାନ ଭାଇ କହୁଛି ଇଏ ଘରେ ସେ ବଳିଆ ବାବାଙ୍କ ଫଟୋ କାହିଁ ପୂଜା ହେବ? ପୁରା ଜୀବନ୍ତ ମଣିଷ, ତାଙ୍କୁ କ'ଣ ପୂଜା କରୁଛ? ଇଏ ଠାକୁର ଘରେ ଆମର ସେ ମଣିଷ ପୂଜା ଚାଲିବନି। ମୁଁ ଏତେ ଶୁଣିଲି, ତାଙ୍କୁ ଯୁକ୍ତି ତର୍କ କିଛି ନ କରି ମୋ ଠାକୁରଙ୍କୁ, ମୋ ଗୁରୁଙ୍କ ଫଟୋକୁ ଆଣି ମୋ ବେଡ଼ରୁମ୍ର ହାତରେ ରଖିଲି। ଏଣିକି ତୁମ ଠାକୁର ଘରକୁ ପୂଜା, ମୋର ସେ ଠାକୁର ଘରକୁ ଯିବାର ନାହିଁ। ତେଣୁ ଯେଉଁମାନେ ପ୍ରକୃତରେ କାୟବାକ୍ୟ ମନରେ ଗୁରୁ ଗ୍ରହଣ କରିଛନ୍ତି, ଗୁରୁଙ୍କୁ ଯିଏ ପ୍ରକୃତରେ ଦୂରରୁ ନିକଟରୁ ଜାଣିଛି, ସେଇମାନେ ଗୁରୁର ବିକ୍ରିୟା ଯଦି ଦେଖ କখন ତଥାପି ଅବଜ୍ଞାନା କର ପଦାର୍ଥ। ସେଇମାନେ ଯେଉଁମାନେ ବ୍ୟବସାୟାତ୍ମିକା ବୁଦ୍ଧି, ମାନେ ଯାହା ଗୋଟେ କ'ଣ ବ୍ୟବସାୟୀମାନଙ୍କୁ ମୁଁ କହୁନି, ଗୋଟେ ବ୍ୟବସାୟାତ୍ମିକା ବୁଦ୍ଧି ଅଛି। ଗୀତା ସେଇଟା କହିଛନ୍ତି, ଆଜି ଏଠି କାଲି ସେଠି ପୁନଃ ସେଠି। ତେଣୁ ସେଇମାନେ ଦୂରେଇ ଯିବେ। ଗୁରୁ ଯଦି ବେଶ୍ୟାଳୟ କରନ୍ତି ଗମନ, ତଥାପି ସେ ଗୁରୁ ମୋର ପତିତ ପାବ। ଏ କମ୍ ବଡ଼ କଥା। ମୁଁ ନିଜେ ମଧ୍ୟ ମୋ ଗୁରୁଙ୍କ କଥା ଭାବୁଛି। ଗୋଟେ ଛୋଟିଆ ଉଦାହରଣ ବି ଦେବି, ଆପଣମାନେ ଶୁଣିଲେ ଭଲ ଲାଗିବ। ବାୟାଙ୍କ ପାଖରେ, ବାୟା ତ ମୋର ମାନସ ଗୁରୁ, ମୁଁ ବସିଛି। ପ୍ରଥମରେ ପାନ ଯାଚିଲେ ମୁଁ ମନା କଲି, ମୁଁ ଖାଇବିନି। ତାମାନେ ପାନ ଖାଏନି ବୋଲି ମିଛ କହିବି। ଆଉ ଇଏ ହେଲା ପ୍ରଥମ ଭୁଲ। ପାନ ଯାଚୁଥିଲେ ମୁଁ ପାନ ଖାଇଥାନ୍ତି, ମୁଁ ମନା କଲି ମୁଁ ପାନ ଖାଏନି। ବାୟାଙ୍କ ପାଖରେ ଗୋଟେ ଚେୟାର ପଡ଼ିଛି, ବଳିଆ ବସିଛି। ଇଏ ହେଲା ପ୍ରଥମ ଭୁଲ। ଦ୍ୱିତୀୟ ଭୁଲ ହେଲା, ମୁଁ ଟିକେ ବାହାରକୁ ଗଲି, ବହୁ ସମୟ ବସିଲେନି, ଗୋଡ଼ ହାତ ଖେଳି ଆସିଲା ବେଳକୁ ବାବା ବାୟା କେନ୍ଦ୍ରାପଡ଼ାର ଗୋଟେ ଲୁଗା ଦୋକାନୀକି ଡାକିଛନ୍ତି। ସେ କ'ଣ କରୁଛନ୍ତି ନା କପଡ଼ା ଗୁଡ଼ାକ ସବୁ ମୂଲଉଛନ୍ତି। ଇଏ କପଡ଼ାଟା କେତେ, ସେ କପଡ଼ାଟା ମୂଲ୍ୟ କେତେ, ସେ କପଡ଼ାଟା ମୂଲ୍ୟ କେତେ। ମୁଁ ତାକୁ ସବୁ ଦେଖିଲି। ମୁଁ କହିଲି ଏଡ଼େ ବଡ଼ ମହାପୁରୁଷ, ଇଏ କପଡ଼ା କ'ଣ ମୂଲଉଛନ୍ତି? ସେ କହୁଛି ଏଇଟା କେତେ କେତେ କ'ଣ କହୁଛି, ମୁଁ ଆଉ ମନେ ନାହିଁ। ଧର କହୁଛି 20 ଟଙ୍କା, ଇଏ ବାର୍ଗେନିଂ ବାବା କରୁଛି, ନଉନ 15 ଟଙ୍କା ନେଲେ ହେବନି। ମୋତେ ହସ ଭାଇ, ମୁଁ ଏଇଆ ସବୁ କ'ଣ ବାବାଜୀ ସବୁ କରନ୍ତି? କାରଣ ମୁଁ ମୋ ଜୀବନରେ କେବେ ବି ତାହା କରିନାହିଁ। ମୁଁ ମୋ ଜୀବନରେ ଏଇ ଯେଉଁ ସେବକ ଏଠି ବହିଛି, କେବେ ବି ଖଣ୍ଡେ କେହି ବି ଏଠି କହିପାରିବେନି ଯେ କେହି ବି ଜାଣିନାହାନ୍ତି କି ଦେଖିନଥିବେ ମୁଁ କହୁଛି ଜିନିଷ ମୂଲ୍ୟ, ମାନେ ଏମିତି ଯେଉଁ ବାର୍ଗେନିଂ କରି ଯେଉଁ କିଣିବା, ସେଇଟା ମୋ ଦ୍ୱାରା କେବେ ହେଇନି, ଆଜି ପର୍ଯ୍ୟନ୍ତ ବି ହେଇନି। ତାମାନେ ମୁଁ କହିବାକୁ ଚାହୁଁନି ଯେ ମୁଁ ବାୟାଙ୍କ ଠାରୁ ବଡ଼, ମାନେ ମୋ ଜୀବନରେ ହେଇନି। ମୁଁ ଯେଉଁ ଜାମା ପିନ୍ଧିଛି, ପ୍ୟାଣ୍ଟ ପିନ୍ଧିଛି, ଯାହା ପିନ୍ଧିଛି, ସବୁ ଭକ୍ତମାନଙ୍କର ଶ୍ରଦ୍ଧାର ଜିନିଷ। ତେବେ ଯାହା ହଉ, ମନ କଥା ମନରେ ରହିଲା। ବାବାଙ୍କ ପାଖରୁ ଆମେ ଆସିଲୁ। କିଛି ଦିନ ପରେ ତୁମେମାନେ ସବୁ ଜାଣିଥିବ, ଯେଉଁ ଗୁରୁ ବାବା ଆମ ଆଶ୍ରମରେ ଥିଲେ,
ସିଏ ସେତେବେଳେ ମୋର ସେବାରେ ସେ ରହୁଥିଲେ। ପାଣି ସବୁବେଳେ ହୁଅନ୍ତି, ଟିକେ ଅଧିକ କପଡ଼ା ସେ ବ୍ୟବହାର କରନ୍ତି। ଦିନେ କାନ ପାରିଲା ବେଳକୁ ପ୍ରଫୁଲ୍ଲ ଭାଇ ଯିଏ ଚାଲିଗଲେ, ପ୍ରଫୁଲ୍ଲ ଭାଇ, କୁନୁ ଭାଇ, ଗୁର, ଏମିତି ସବୁ ତାଙ୍କ ଭିତରେ ପାଟି ମୁଣ୍ଡ ହେଉଛି। ତୁମ ଯେଉଁ ଶିଶିର ବାବା ସେ ବି ଚାଲିଗଲେଣି, ସୀତାରାମ ବାବାଜୀ ଦିଆ। କ'ଣ ପାଟିର କାରଣ କ'ଣ ନା ସବୁଯାକ ମୂଲ୍ୟବାନ କପଡ଼ା ଯାକ ସବୁ ଗୁର ପିନ୍ଧୁଛି, ଆମକୁ ସବୁ ଏଇଆକୁ ଦେଉଛି। ହଉ ସେ ଟିକେ ପାଣି ହାତ ହେଉଛି, ଟମାଟୋ ଛୋଟ ଭାଇଟିଏ ପିନ୍ଧୁ, କାହିଁ ତୁ ବ୍ୟସ୍ତ କାହିଁ ହେଉଛୁ। ମୁଁ କଥାଟାକୁ ସମାଧାନ କଲି। ରାତିରେ ଭାବିଲି ଏ କଜିଆଟା ଆଗକୁ ଆହୁରି ବଢ଼ିବ। ଏଣିକି ତାପରେ ସକାଳୁ ଉଠିଲି, ବୋଲେ ଶୁଣ ପିଲାମାନେ, ସେତ ତ ମୋଟେ 4 ଜଣ ଥିଲେ, ଆଉ ତ ମୋଟରେ କେହି ନଥିଲେ। ଆଉ ବୋଲେ ଏଣିକି କେଉଁ ବସ୍ତ୍ରଟା କିଏ ପିନ୍ଧିବ, ମୁଁ କିଣିବି, ମୁଁ ତୁମକୁ ଦେବି। ତୁମେ ମନକୁ ମନ ବସ୍ତ୍ର କିଣିପାରିବ ନା ତାକୁ ପସନ୍ଦ କରିବନି, ଏଇଟା ମୁଁ ପିନ୍ଧିବି। ସମସ୍ତେ କହିଲେ ହଁ ବାବା ଯାହା ଦେବେ ଆମେ ପିନ୍ଧିବୁ। ଏ କଥା କହିସାରି କିଏ କୁଆଡ଼େ ଉଠିକିରି ଗଲେ, ମୋ ମନରେ ପଶିଗଲା, ଓ ଏଇଥିପାଇଁ ବାୟା ସେଦିନ ଏମିତିଆ କଥା ପାଇଁ ବାୟା ସେଦିନ କପଡ଼ା ବୁଲଉଥିଲେ। ତାପରେ ମୁଁ କପଡ଼ା ବୁଲେଇଛି ଥର 2 ଥର, ଆଉ ଯେ ଅଭ୍ୟାସ ନାଇଁ କି ମୁଁ ତ କପଡ଼ା କେଉଁ କପଡ଼ା କ'ଣ ବୁଝିପାରେନି। ଆଉ କେବଳ ଜୀବନରେ 9ଟି ଟଙ୍କାର ଗୋଟିଏ ସାର୍ଟ କିଣିଥିଲି। ମୋ ଜୀବନର ସେ ଗୋଟିଏ କଲିକତାର ଫୁଟପାଥରୁ କିଣିଥିଲି। କ'ଣ ଗଲା କ'ଣ, ହଁ କଲିକତା କଲେଜ ଷ୍ଟ୍ରିଟ୍। ତେଣୁ ସେ ଯାହା ହଉ, ସେ 9 ଟଙ୍କାଟା ଆଜି ମୋ ପାଇଁ ନବଦା ଭକ୍ତିରେ ପରିଣତ ହେଇଛି। ତେଣୁ ଗୁରୁ ରାଜ୍ୟରେ ପ୍ରବେଶ କରିଛ, ମଣିକୁଣ୍ଡା ଭଳି ଗୋଟିଏ ପବିତ୍ର ଆଶ୍ରମ କରିଛ, ବେଶୀ ଜାଗା ନାହିଁ। ତେଣୁ ଆମର ବେଶୀ କୋଠା ବାଡ଼ିର ଆବଶ୍ୟକ ନାହିଁ। କେତେବେଳେ କେମିତି ଭଳିଆ ଟିକେ ଆସିବ। ଆପଣମାନେ ମୁଁ ସବୁବେଳେ ଇଏ ଯେମିତି ବାପି ବାବା କହୁଛନ୍ତି ସବୁବେଳେ ଆସନ୍ତୁ, ସେଗୁଡ଼ାକ ମୋ ଦ୍ୱାରା ହେବ ନାହିଁ। ତେଣୁ କେତେବେଳେ କେମିତି ମନ ହେଲେ ନିଶ୍ଚୟ ଆସିବି। କିନ୍ତୁ ଏଇ ଦେଖନ୍ତୁ, ଆଜି ଗୋଟେ ଦିନ ମୁଁ କାଲି ଯେଉଁ ବସିଥିଲି ସେଠି ଆପଣମାନଙ୍କର ସେ ତଳେ ଏତେ ଗରମ ହେଲା, ମୋର ସୋଡ଼ିୟମ୍ ଲସ୍ ହେଲା ଭଳିଆ ଲାଗିଲା। ମୁଁ ତ ପଳେଇ ଆସିଲି, ଛାତ ଉପରୁ ଉଠିକିରି ଆଇଲି। ଆଉ ମୋ ଦେହ କ'ଣ ହେଇଗଲା, ମୁଁ ଟିକେ ଅଧଘଣ୍ଟାଏ ବିଶ୍ରାମ ନେବା ପରେ ତାପରେ ମୁଁ ଆଉ କଥାବାର୍ତ୍ତା ହେଲି। ଆଜି ସେଇନାକି କହିଲି ମୁଁ ତଳକୁ ଯିବିନି, କାହା ଜୀବନ ଛାଡ଼ିଯିବ। ତେଣୁ ସଜ୍ଜନ, ବୟସ ବଢ଼ିବା ସହିତ ବେମାର ବଢ଼ୁଛି, ବିଭିନ୍ନ ପ୍ରକାର କଥା ଆସୁଛି। ତେଣୁ ଆପଣମାନେ ଏଇଗୁଡ଼ାକ ଛୋଟ କଥା ପ୍ରତି ସଚେତନ ହେବେ। ଆଉ ଆମେ ଯଜ୍ଞ କରିବୁ, ନାମ କରିବୁ, ମହୋତ୍ସବ କରିବୁ, କ'ଣ ହେବା ଦରକାର କ'ଣ? ଏଇ ତ କାଲିଠାରୁ ଏପର୍ଯ୍ୟନ୍ତ ମହୋତ୍ସବ ଚାଲିଛି। ଲୋକ ଯିଏ ଆଉଛନ୍ତି ସେ ପାଉଛନ୍ତି। ଆଉ ସେତେବେଳକୁ କାହାକୁ ନ ଡାକିଲେ କିଛି ଲୋକ ଆସିବେ କେବଳ ପ୍ରସାଦ ପାଇବା ପାଇଁ, ତାଙ୍କୁ କାହିଁ ପ୍ରସାଦ ଦିଆଯିବ? ଯିଏ ବଢ଼ିବାକୁ ଭଲ ପାଏ, ଯିଏ ଅନନ୍ତଙ୍କୁ ଭଲ ପାଇବ, ଯିଏ ଆଶ୍ରମକୁ ଭଲ ପାଇବ, ବା ଏଠି ଯେଉଁ ବାବାଜୀ ମତେ ଯିଏ ତାଙ୍କୁ ଯଦି ଭଲ ପାଏ, ତାହେଲେ ତ ସେ ତ ଆପେ ଆପେ ଆସିବେ। ଆପଣ ଖୋସାମତ କ'ଣ କରିବେ, ନିମନ୍ତ୍ରଣ ପତ୍ର ବାଣ୍ଟିବେ, ଅମୁକ ଦିନ ଏତିକିଟା ବେଳକୁ ଆସିବେ, ସେଇଟା ଗୋଟାଏ ଅଲଗା ବାହାଘରିଆ ଭୋଜି ଭଳିଆ ଲାଗିବ। ତେଣୁ ଏ ଯେତିକି ଜାଗା ଅଛି ସେତିକି ଜାଗାକୁ କେମିତି ସଦୁପଯୋଗ କରିପାରିବେ, ସେଥିପାଇଁ ଚେଷ୍ଟା କର। ଜୀବନରେ ଯେଉଁ ସୌଭାଗ୍ୟ ତୁମେମାନେ ପାଇଛ, ସେଇ ସୌଭାଗ୍ୟ ଆମ କପାଳରେ ହଜିଗଲାଣି। ଆମର ଏ କପାଳରୁ ସୌଭାଗ୍ୟ ହଜିଗଲା। ମାନେ ସୌଭାଗ୍ୟତା ଅଛି, କିନ୍ତୁ ସେ ପରିବେଶଟା ଆଉ ମିଳୁନି। ଆଉ ବାୟାଙ୍କ ପାଖରେ ବସିବାକୁ ମିଳୁନି, କି ଠାକୁର ନିଗମାନନ୍ଦଙ୍କ ପାଖରେ ବସିବାକୁ ମିଳୁନି, କିମ୍ବା ବୁଲାରାମଙ୍କ ପାଖରେ ବସିବାକୁ। ବୁଲାରାମକୁ ହସି ରହୁଥିଲି,
ଆଜି ସେସବୁ ସୁଯୋଗ ହଜିଗଲାଣି। ତେଣୁ ଆପଣମାନଙ୍କ ପାଇଁ ସେ ସୁଯୋଗ ସବୁବେଳେ ହାତ ଛଡ଼ା କରିବେନି। ସୌଭାଗ୍ୟବଶ ରଖିବେ, ପରସ୍ପର ଭିତରେ ଭାତୃଭାବ ରଖି କାର୍ଯ୍ୟ କରିବେ। କଥାଟି ଏଠି ରଖିବା। ଗୁରୁ ରାଜ୍ୟ ଖଣ୍ଡାଧାର, ପୁଣି ଗୁରୁ ରାଜ୍ୟ ହେଉଛି ଲବଣୀ ଠାରୁ ଆହୁରି କୋମଳ। ହେ ଗୁରୁ ତୁ
श्री गुरु ब्रह्मानंद जय जय श्री काली सकाल 7टा भितर मत आश्रम को फेरिया।